ଆମେ ଶିକ୍ଷକ ଆମେ ଶିକ୍ଷକ ଆମେ ଶିକ୍ଷକ ଏ ଦେଶର ମାନ ଜାତିର ମାନ ଯଶ ଆଉ ଗୌରବ ଆମେରେ ମେରୁଦଣ୍ଡ ଦେଶର ପ୍ରଗତି ସହାୟକ ଆମେ ଶିକ୍ଷକ ଏ ଦେଶର ମାନ ଜାତିର ମାନ ଯଶ ଆଉ ଗୌରବ ଆମେରେ ମେରୁଦଣ୍ଡ ଦେଶର ପ୍ରଗତି ସହାୟକ ଆମେ ଶିକ୍ଷକ ଆମେ ଗଢିଛୁ ବୈଜ୍ଞାନିକ ଆମେ ଗଢିଛୁ ସୈନିକ ଆମେ ଗଢିଛୁ ଡାକ୍ତର ଆମେ ଗଢିଛୁ ଶାସକ ଆମରି ଲାଗି ମୂର୍ଖ ଦିନେ ହୁଏ ବଡ ପଣ୍ଡିତ ଆମେ ଶିକ୍ଷକ ଏ ଦେଶର ମାନ ଜାତିର ମାନ ଯଶ ଆଉ ଗୌରବ ଆମେରେ ମେରୁଦଣ୍ଡ ଦେଶର ପ୍ରଗତି ସହାୟକ ଆମେ ଶିକ୍ଷକ ଜ୍ଞାନ ଦୂତ ସାଜି ଆମେ ଜ୍ଞାନ ବୀଜ ବୁଣିବୁ ଅଜ୍ଞାନ ଅନ୍ଧାର ନାଶି ସାକ୍ଷରତା ଆଣିବୁ ଆମେ ଗଢିବୁ ନିରୀହ ଶିଶୁକୁ ଆଗାମୀ କାଲିର ରକ୍ଷକ ଆମେ ଶିକ୍ଷକ ଏ ଦେଶର ମାନ ଜାତିର ମାନ ଯଶ ଆଉ ଗୌରବ ଆମେରେ ମେରୁଦଣ୍ଡ ଦେଶର ପ୍ରଗତି ସହାୟକ ଆମେ ଶିକ୍ଷକ ଯେ ଦେଶ ଯେତିକି ଶିକ୍ଷାର ନୀତି ଶିକ୍ଷକ ପାଇଁ କରିଛି ସେ ଦେଶ ସେତିକି ଆଗେଇଛି ଆଜି ବିଶ୍ୱରେ ନାମ ରଖିଛି ଶିକ୍ଷକ ବିନା ଶିକ୍ଷା ପ୍ରସାର ନୁହେଁ କେବେ ସମ୍ଭବ ଆମେ ଶିକ୍ଷକ ଏ ଦେଶର ମାନ ଜାତିର ମାନ ଯଶ ଆଉ ଗୌରବ ଆମେରେ ମେରୁଦଣ୍ଡ ଦେଶର ପ୍ରଗତି ସହାୟକ ଆମେ ଶିକ୍ଷକ ଆଜିର ଗୁରୁ ଦିବସରେ ଆମର ବ୍ଲକ ଶିକ୍ଷା ଅଧିକାରୀଙ୍କ ତରଫରୁ ଆମର ଅବସର ପ୍ରାପ୍ତ ହେଇଥିବା 22 ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ଏବଂ ଏଥିରେ ଆମର ଯୋଉ ଶିକ୍ଷକ ଶିକ୍ଷୟିତ୍ରୀ ଅବସର ନେଇଥିଲେ ସେମାନେ ନିଜର ସ୍ମୃତି ବଖାଣିଥିଲେ ଆଉ ମାନେ ଏହା ମାନେ ଏକ ସୁନ୍ଦର ପଦକ୍ଷେପ ଯୋଉଟା କି ଆମର ଗୋଷ୍ଠୀ ଶିକ୍ଷାଧିକାରୀ ମାନେ ପଦକ୍ଷେପଟି ଗ୍ରହଣ କରିଛନ୍ତି ବହୁତ ବଢିଆ ପଦକ୍ଷେପ ଏବଂ ଯେହେତୁ ସେ ସ୍ମୃତି ବଖାଣିଥିଲେ ସେ ସ୍ମୃତିଟା ନିଶ୍ଚିତ ଭାବରେ ଆଗାମୀ ପିଢିକୁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସମସ୍ତଙ୍କୁ ଉତ୍ସାହିତ କରିବ ବୋଲି ମୁଁ ଆଶା ବ୍ୟକ୍ତ କରୁଛି। ଆଜି ଆମର ଗୋଷ୍ଠୀ ସ୍ତରୀୟ ଗୁରୁ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା। ଏଥିରେ ଆମ ଗଭର୍ଣ୍ଣମେଣ୍ଟ ହାଇସ୍କୁଲ ଗୁଣପୁର ପ୍ରଧାନ ଶିକ୍ଷକ ବଢିଆ ସାର୍ ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ ରିଟାୟାର୍ଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଭାଷ ବର୍ଷା ଏବଂ ଜଗନ୍ନାଥ ପଟ୍ଟନାୟକ ସାର୍ ଉପସ୍ଥିତ ହୋଇଥିଲେ ଆଉ ଏଥି ସହିତ ଆମର 22 ଜଣ ଶିକ୍ଷକ ଅବସର ପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ଜଣା ହେଇଥିଲା।